1996 ବର୍ଷ ବ୍ରାଜିଲର ଏକ ଛୋଟ ସହର ଅଟାଲାୟା। ଏହି ସ୍ଥାନ ସାଧାରଣ ଲୋକଙ୍କ ପାଇଁ ନୁହେଁ। ଏହି ସହର ବ୍ରାଜିଲର ପଶ୍ଚିମ ଆମାଜନରେ ପେରୁ ସୀମା ନିକଟରେ ଅବସ୍ଥିତ। ଏଠାରୁ ଆଗକୁ ଗଲେ ଭାଲେ ଡୋ ଜାଭାରି ନାମକ ଅଞ୍ଚଳ ଆସେ। ଏହା ଜଙ୍ଗଲର ସେହି ଭାଗ ଯେଉଁଠାରେ ସୂର୍ଯ୍ୟକିରଣ ମଧ୍ୟ ମାଟିକୁ ପହଞ୍ଚିବା କଷ୍ଟକର ଏବଂ ଏହି ଘନ ଅନ୍ଧାର ଛାୟାରେ ବାସ କରେ ବିଶ୍ୱର ସବୁଠାରୁ ରକ୍ତପିପାସୁ ଏବଂ ବିପଦପୂର୍ଣ୍ଣ ଆଦିବାସୀ ଜାତିକ କୋରୁବୋ। ଏହା ଅର୍ଥାତ୍ ସେହି ଲୋକମାନେ ଯାହାଙ୍କୁ ବାହାର ବିଶ୍ କିଛି ଜଣାନାହିଁ ଏବଂ ଯାହାଙ୍କ ଅଞ୍ଚଳକୁ ଯାଇଥିବା ଲୋକମାନେ କେହି ଫେରିଆସି ନିଜର କାହାଣୀ କହିନାହାନ୍ତି। ତେଣୁ ସରକାର ଏଠାକୁ ଯିବା ଉପରେ କଡ଼ା ନିଷେଧ ଲଗାଇଛନ୍ତି। ତାରିଖ 26 ଅକ୍ଟୋବର। ଦୁଇ ସୋସିଆଲିଷ୍ଟ ସାଙ୍ଗ ଓ 30 ବର୍ଷର ମାଟିଓ ଏବଂ ଆଲିସା ଦୁହେଁଙ୍କ ମୁଣ୍ଡରେ ସମାଜ ସେବାର ଉନ୍ମାଦ ଘେରି ରହିଛି। ସେମାନଙ୍କ ବିଶ୍ୱାସ ଅନୁଯାୟୀ ଜଙ୍ଗଲରେ ଲୁଚି ରହିଥିବା ଏହି ଲୋକମାନେ ମଧ୍ୟ ଆମ ଭଳି ମନୁଷ୍ୟ ଏବଂ ସେମାନଙ୍କୁ ଏହି ଦିନର ବିଶ୍ୱ ସହିତ ଯୋଡ଼ିବା ଆବଶ୍ୟକ। ଏହି ପାଗଳ ଉନ୍ମାଦରେ ସେମାନେ ସେହି ନିଷ୍ପତ୍ତି ନେଲେ ଯାହା ସେମାନଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ହେବାକୁ ଯାଉଛି। ସେମାନେ ଗୋପନରେ କୌଣସି ଅନୁମତି ବିନା ସେହି ନିଷିଦ୍ଧ ଜଙ୍ଗଲକୁ ପ୍ରବେଶ କରିବାକୁ ନିଷ୍ପତ୍ତି ନେଲେ। ରାତି 8 ଘଣ୍ଟା। ଅନ୍ଧାର ଭଲ ଭାବରେ ପଡ଼ିଛି। ଜଙ୍ଗଲ ଗାର୍ଡମାନଙ୍କ ଆଖି ଠାରି ମାଟିଓ ଏବଂ ଆଲିସ ଜଙ୍ଗଲ ସୀମା ଅତିକ୍ରମ କଲେ। ସେମାନଙ୍କ ପିଠିରେ ବ୍ୟାଗ ଥିଲା ଯାହା ଭିତରେ ଶୁଖିଲା ରୁଟି, ପାଣି, ଏକ କ୍ୟାମେରା, ଟର୍ଚ୍ଚ ଏବଂ ଏକ ମଜବୁତ ଦଉଡ଼ି ଥିଲା। ହାତରେ ଏକ ମ୍ୟାପ ଥିଲା ଏବଂ ସେମାନେ ଗଛମାନଙ୍କରେ ଛୁରୀ ଦ୍ୱାରା ଚିହ୍ନ ଲଗାଇ ଆଗକୁ ବଢ଼ୁଥିଲେ। ଯୋଜନା ଅନୁଯାୟୀ ଗାର୍ଡ ଅଫିସରୁ 30 କିମି ଭିତରକୁ ଯିବାକୁ ଥିଲା। ସେମାନେ ଆଗକୁ ବଢ଼ୁଥିବା ସହିତ ଜଙ୍ଗଲର ଶବ୍ଦମାନେ ବଦଳୁଥିଲା। ପଶୁମାନଙ୍କ ଶବ୍ଦ ଏବେ ସାଇରନ ଭଳି ଲାଗୁଥିଲା। ଭୟରେ ସେମାନଙ୍କ ଗଳା ଶୁଖି ଯାଉଥିଲା କିନ୍ତୁ ପାଦ ଅଟକୁ ନଥିଲା। ପ୍ରାୟ 2 କିଲୋମିଟର ଭିତରକୁ ଯାଇସାରିବା ପରେ ସେମାନଙ୍କୁ ବୁଝାପଡ଼ିଲା ରାତି ସମୟରେ ଚାଲିବା ମୃତ୍ୟୁକୁ ଆହ୍ୱାନ ଦେବା ଭଳି। ସେମାନେ ଏକ ବଡ଼ ଗଛ ବାଛି ତା ଉପରକୁ ଚଢ଼ିଲେ। ସକାଳର ପ୍ରଥମ କିରଣ ସହିତ ସେମାନେ ତଳକୁ ଓହ୍ଲାଇଲେ। ମାଟିଓ ଆଗରେ ଥିଲା, ହାତରେ ଲାଠି ଧରି ଝାଡ଼ମାନଙ୍କୁ ସରାଇ କରୁଥିଲା। ଆଲିସ ପଛରେ। ହଠାତ୍ ଆଲିସ ଦୂରବୀନକୁ ଆଖିରେ ଲଗାଇ ଦେଖିଲା ଏବଂ ତାର ମୁହଁ ଶୁଖିଯାଇଛି। ଝାଡ଼ମାନଙ୍କ ମଧ୍ୟରେ କିଛି କୁଡ଼ିଆଗର ଦେଖାଯାଇଛି, ବହୁତ ଅଦ୍ଭୁତ ଭାବରେ ନିର୍ମିତ। ସେମାନେ ବୁଝିଲେ ସେମାନେ କୋରୁବୋ ଆଦିବାସୀମାନଙ୍କ ଅଞ୍ଚଳର ପ୍ରଥମ ଧାରରେ ଠିଆ ହୋଇଛନ୍ତି। ଏକ ଭୁଲ ପାଦ ପଡ଼ିଲେ ଖେଳ ଶେଷ ହୋଇଯିବ। ସେମାନେ ତୁରନ୍ତ ଏକ ବଡ଼ ଏବଂ ଘନ ଗଛ ଖୋଜିଲେ ଯାହାର ପତ୍ରମାନେ ସେମାନଙ୍କୁ ପୂରା ଲୁଚାଇ ପାରିବ। ସେମାନଙ୍କ ଯୋଜନା ସେଠାରେ ଲୁଚି ରାତି ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଏବଂ ଦୂରବୀନ ଦ୍ୱାରା ସେହି ଆଦିବାସୀମାନଙ୍କ ପ୍ରତି କଦମକୁ ନିରୀକ୍ଷଣ କରିବା। ସେମାନେ ଦେଖିବାକୁ ଚାହୁଁଥିଲେ ଏହି ଲୋକମାନେ କିପରି ଜୀବନ ଯାପନ କରନ୍ତି, କ'ଣ ଖାଆନ୍ତି ଏବଂ ସେମାନଙ୍କ ବ୍ୟବହାର କିପରି ହୋଇଥାଏ। ସୂର୍ଯ୍ୟ ଅସ୍ତ ହେବାକୁ ଲାଗିଲା। ଜଙ୍ଗଲ ପୁନର୍ବାର ନିଜର ଭୟଙ୍କର ରୂପକୁ ଆସୁଛି, କିନ୍ତୁ ସେମାନଙ୍କ ଆଖି ସେହି କୁଡ଼ିଆଗରମାନଙ୍କରୁ ହଟିଲା ନାହିଁ। ସେମାନଙ୍କୁ ଜଣାଛି ଏବେ ଯାହା ହେଲା ତାହା ବିପଦପୂର୍ଣ୍ଣ, କିନ୍ତୁ ଆଗ୍ରହ ସେମାନଙ୍କ ଭୟକୁ ଦବାଇ ଦେଲା। ସେମାନେ କେବଳ ଅବସର ପାଇଁ ଅପେକ୍ଷା କରୁଥିଲେ, କିନ୍ତୁ ସେମାନଙ୍କୁ ଜଣାନଥିଲା ଓ ଜଙ୍ଗଲ ସେମାନଙ୍କ ପାଇଁ ଅଲଗା କିଛି ଭାବୁଛି। ପୂରା ରାତି ସେମାନେ ସେହି ଗଛ ଉପରେ ଜାଗ୍ରତ ରହି କାଟିଲେ। ସକାଳ ହେବା ମାତ୍ରେ ସୂର୍ଯ୍ୟକିରଣ ବ୍ୟାପିବା ସହିତ ମାଟିଓ ଏକ ନିଷ୍ପତ୍ତି ନେଲା ଯାହା ତାର ଜୀବନକୁ ବଦଳାଇ ଦେବ। ସେ ଏକୁଟିଆ ତଳକୁ ଓହ୍ଲାଇଲା। ହାତରେ ବାହାର ବିଶ୍ୱର ଚିତ୍ର ଥିବା ଏକ ପୁସ୍ତକ ଏବଂ ସ୍ନେହ ପାଇଁ ଦେବାକୁ କିଛି ଖାଦ୍ୟ। ଆଲିସର ହୃଦୟ ଧଡ଼ଧଡ଼ ହେଉଥିଲା। ସେ ଅଟକାଇବାକୁ ଚେଷ୍ଟା କଲା, କିନ୍ତୁ ମାଟିଓ ତାକୁ ଉପରେ ରହିବାକୁ ଇସାରା କଲା। ସେ ଧୀରେ ଧୀରେ ବହୁତ ସାବଧାନରେ ଆଦିବାସୀମାନଙ୍କ ଗାଁ ଆଡ଼କୁ ଚାଲି ଚାଲି ଯାଉଥିଲା। ତାର ଶ୍ୱାସ ଅଟକି ଯାଇଛି। ହଠାତ୍ ଏକ ଆଦିବାସୀର ଆଖି ମାଟିଓ ଉପରେ ପଡ଼ିଲା।
ସେ ଏକ ଅଦ୍ଭୁତ ଶବ୍ଦ କଲା ଏବଂ ଛଣିକରେ ସେଠାରେ ବହୁତ ଆଦିବାସୀ ଏକାଠି ହେଲେ। ସେମାନଙ୍କ ହାତରେ ତୀର, ବଲ୍ଲମ ଏବଂ ବଡ଼ ଦଣ୍ଡା ଥିଲା। ସେମାନେ ମାଟିଓକୁ ଶିକାର ଧରା ପଡ଼ିଛି ଭଳି ଦେଖୁଥିଲେ। ମାଟିଓ ଭୟ କଲା ନାହିଁ, ଭୟକୁ ଲୁଚାଇଲା। ସେ ହସି ହସି ଆଗକୁ ବଢ଼ିଲା। ଆଲିସ ଉପରୁ ଦୂରବୀନ ଦ୍ୱାରା ସବୁ ଦେଖୁଥିଲା। ହଠାତ୍ ଏକ ଆଦିବାସୀ ମହିଳା ଓ ବୋଧହୁଏ ଜାତିରେ ଉଚ୍ଚ ସ୍ଥାନରେ ଥିବା ମାଟିଓ ପାଖକୁ ଆସି କ୍ରୋଧରେ ଚିତ୍କାର କରିବାକୁ ଲାଗିଲା। ମାଟିଓ ସେମାନଙ୍କ ଭାଷା ବୁଝିପାରିଲା ନାହିଁ। ସେ ପୁସ୍ତକ ବାହାର କରି ଚିତ୍ରମାନେ ଦେଖାଇ ନିଜେ ଶତ୍ରୁ ନୁହେଁ ବୋଲି କହିବାକୁ ଚେଷ୍ଟା କଲା। କିନ୍ତୁ ସେହି ମହିଳା ପୁସ୍ତକକୁ ହାତରେ ମାଡ଼ି ପକାଇଦେଲା ଏବଂ ମାଟିଓକୁ ଜୋରରେ ଠେଲିଦେଲା। ସେ ମାଟିରେ ପଡ଼ିଗଲା। ସେ ସ୍ଥିର ହେବା ପୂର୍ବରୁ କିଛି ଆଦିବାସୀ ପୁରୁଷ ଆସି ତାକୁ ପଶୁ ଭଳି ଧରିଲେ। ସେମାନେ ତାକୁ ଟାଣି ଟାଣି ନିଜ ଗାଁ ଭିତରକୁ ନେଇଗଲେ। ମାଟିଓର ଚିତ୍କାର ଜଙ୍ଗଲରେ କେଉଁଠି ଦବିଗଲା। ଆଲିସ ସବୁ ଦେଖୁଥିଲା। ତାର ଶରୀର ଥରୁଥିଲା। କିଛି ସମୟ ପରେ ମାଟିଓ ଦେଖାଯିବା ବନ୍ଦ କଲା, କାରଣ ସେମାନେ ତାକୁ କୁଡ଼ିଆଗର ପଛରେ ନେଇଗଲେ। ସକାଳରୁ ମଧ୍ୟାହ୍ନ ହେଲା, ମଧ୍ୟାହ୍ନରୁ ସନ୍ଧ୍ୟା ହେଲା, କିନ୍ତୁ ମାଟିଓର ଚିହ୍ନ ନାହିଁ। ଆଲିସର ଆଖିରୁ ଲୁହ ଶୁଖିଗଲା। ତାର ମନରେ ଭୟଙ୍କର ଚିନ୍ତାମାନେ ଦଡ଼ୁଥିଲା। ହଠାତ୍ ତାର ଆଖି କିଛି କଦଳ ଉପରେ ପଡ଼ିଲା। କିଛି ଆଦିବାସୀ ନିଜ କାନ୍ଧରେ ଏକ ଲମ୍ବା ବାଉଁଶ ବୋହି ଆସୁଥିଲେ, ଯେମିତି କିଛି ମରା ପଶୁ। ଦୂରବୀନରେ ଦେଖି ତାର ଶ୍ୱାସ ଅଟକିଗଲା। ସେହି ବାଉଁଶରେ ଏକ ମନୁଷ୍ୟର ହାତପାଦ ବାନ୍ଧି ଦିଆଯାଇଛି। ଆଦିବାସୀମାନେ ତାକୁ ଗାଁରୁ କିଛି ଦୂରରେ ଆବର୍ଜନା ଭଳି ଖୋପାଡ଼ି ଚାଲିଗଲେ। ଆଲିସ ତୁରନ୍ତ ତଳକୁ ଓହ୍ଲାଇଲା। ପାଗଳ ଭଳି ଦୌଡ଼ିଲା। ନିକଟକୁ ଯାଇ ଦେଖିବା ତାର ଆତ୍ମାକୁ କମ୍ପାଇ ଦେଲା। ତାହା ମାଟିଓକ ତାର ସାଙ୍ଗ ନିର୍ଦ୍ଦୟ ଭାବରେ ହତ୍ୟା ହୋଇଛି। ଆଲିସ ଆଣ୍ଠୁରେ ବସି ପଡ଼ିଲା। ନିଜ ମୁହଁରେ ହାତ ଦେଇ ଶବ୍ଦ ବାହାରକୁ ନ ଆସିବାକୁ କଲା। କିନ୍ତୁ ହଠାତ୍ ତାକୁ ବୁଝାପଡ଼ିଲା, ଏଠାରେ ଏକ କ୍ଷଣ ଅଟକିଲେ ତାର ମଧ୍ୟ ଏହି ଗତି ହେବ। ଆଖିରେ ବାକିଥିବା ଲୁହ ପୋଛି ସେ ଉଠି ଦୌଡ଼ିବାକୁ ଲାଗିଲା। ରାତି ଅନ୍ଧାର ପୁନର୍ବାର ଘେରି ଆସିଲା। ଜଙ୍ଗଲ ଆହୁରି ଭୟଙ୍କର ଲାଗିବାକୁ ଲାଗିଲା। ଝାଡ଼, କଣ୍ଟା ତାର କପଡ଼ା ଏବଂ ଚର୍ମକୁ ଚିରୁଥିଲା। ପୂରା ରାତି ସେ ଏକ ଛାୟା ଭଳି ଦୌଡ଼ିଲା। ଭୋକ, ତୃଷା ଏବଂ ଥକାଣ ତାକୁ ତୀବ୍ର ଭାବରେ ଯନ୍ତ୍ରଣା ଦେଉଥିଲା। ତାର ମତିଭ୍ରମ ଆରମ୍ଭ ହେଲା। ଶେଷରେ ତାର ଶରୀର ସ୍ପନ୍ଦନ ବନ୍ଦ କଲା। ସେ ଏକ ନଦୀ କୂଳରେ ପଡ଼ି ଅଚେତ ହୋଇଗଲା। ପରଦିନ ସକାଳେ ଜଙ୍ଗଲ ଅଧିକାରୀମାନେ ଘଷ୍ଟିରେ ଥିଲେ। ସେମାନେ ଏକ ଝିଅକୁ ଅଚେତ ହୋଇଥିବା ଦେଖିଲେ। ତାହା ଆଲିସ। ତାକୁ ଷ୍ଟ୍ରେଚରରେ ରଖି ହସ୍ପିଟାଲକୁ ନେଇଗଲେ। ବହୁତ ଦିନ ତାର ଜୀବନ ମୃତ୍ୟୁ ମଧ୍ୟରେ ଲଢ଼େଇ କଲା। ଅଚେତ ଫେରିବା ପରେ ପୋଲିସ ତଦନ୍ତ କଲେ। ସେ ଥରୁଥିବା ଓଠରେ ପୂରା ଭୟଙ୍କର କାହାଣୀ କହିଲା। ଅନଧିକାରିକ ଭାବରେ ନିଷିଦ୍ଧ ଅଞ୍ଚଳକୁ ପ୍ରବେଶ କରିବା ପାଇଁ ତାକୁ ଦଣ୍ଡ ମଧ୍ୟ ହେଲା। ମାଟିଓ ଏବଂ ଆଲିସର କାହାଣୀ ଆମାଜନର କଳା ଇତିହାସରେ କେବଳ ଏକ ପୃଷ୍ଠା ମାତ୍ର। ଆମାଜନ ଜଙ୍ଗଲରେ ଏହିଭଳି ହଜାର କାହାଣୀ ଲୁଚି ରହିଛି। ଏହିଭଳି ଭୟଙ୍କର ଘଟଣାମାନେ ଯାହାକୁ ଶୁଣିଲେ ଆପଣଙ୍କ ଆତ୍ମା ଥରି ଉଠିବ ଏବଂ ଆପଣଙ୍କୁ ବିଶ୍ୱାସ ହେବ ମନୁଷ୍ୟ ପ୍ରକୃତି ଆଗରେ କିଛି ନୁହେଁ। ଏବେ ଆପଣଙ୍କୁ ଆଉ ଏକ ଘଟଣା କହୁଛୁ। ସେପ୍ଟେମ୍ବରରେ ବ୍ରାଜିଲର କୁୟାବା ନଦୀରେ କିଛି ଲୋକ ନୌକାରେ ଖୁସିରେ ଥିଲେ। ସେମାନଙ୍କ ସହିତ ଥିଲା ଜୋନେ ହୋଜେ ସିଲଭା ଡାଲାଜ। ହଠାତ୍ ଏକ ବ୍ୟକ୍ତି ନୌକାରୁ ପିଛଳି ନଦୀରେ ପଡ଼ିଗଲା। ସବୁ ବହୁତ ଶୀଘ୍ର ଘଟିଗଲା। କେହି ବୁଝିପାରିଲେ ନାହିଁ। ଆମାଜନ ନଦୀମାନେ ଉପରୁ ଶାନ୍ତ ଦେଖାଯାଏ, କିନ୍ତୁ ଭିତରେ ବହୁତ ବିପଦପୂର୍ଣ୍ଣ। ସାଙ୍ଗମାନେ ସେହି ବ୍ୟକ୍ତିକୁ ବାହାରକୁ ଆଣିବା ପୂର୍ବରୁ ବହୁତ ବିଳମ୍ବ ହେଲା। ତାର ଏକ ପାଦ ଚାଲିଗଲା। ରକ୍ତ ନଦୀ ଭଳି ବହୁଥିଲା। ପାଣିରେ କିଛି ଅଜ୍ଞାତ ଜୀବ ତାର ପାଦକୁ ଏକାଥରକିଆ କାଟି ଖାଇଦେଲା। ତାକୁ ତୁରନ୍ତ ହସ୍ପିଟାଲକୁ ନିଆଗଲା। କିନ୍ତୁ ସେହି ଦୃଶ୍ୟ, ରକ୍ତରେ ତଡ଼ିତ ନୌକା, ଏବେ ମଧ୍ୟ ପ୍ରତ୍ୟେକଙ୍କ ମନରେ ଖରାପ ସ୍ୱପ୍ନ ଭଳି ଲାଗି ରହିଛି। ଏବେ ଆମାଜନର ଅନସଲ୍ଭଡ୍ ରହସ୍ୟମାନଙ୍କ ବିଷୟରେ କଥା ହେଉ। ସେହି ରହସ୍ୟମାନେ
ଜଙ୍ଗଲ ଗଭୀରରେ ଲୁଚି ରହିଛି। 311 ଆଦିବାସୀ ଜାତିଙ୍କ କାହାଣୀରେ ଜୀବନ୍ତ ରହିଛି ସେହି ଦନ୍ତକଥାମାନେ। ପ୍ରଥମ, ସ୍ୱର୍ଣ୍ଣ ମରିଚିକା ନଦୀ। ଦି ରିଭର ଅଫ ଗୋଲ୍ଡେନ ମିରାଜ। ଆମାଜନରେ ଏକ ନଦୀ ଅଛି ଯାହାର ପାଣି ସୂର୍ଯ୍ୟାଲୋକରେ କରିଗଲା ସୁନା ଭଳି ଚମକୁଛି। କୟାପୋ ଜାତି ଅନୁଯାୟୀ ଏହି ନଦୀ ତଳେ ଏକ ପୁରାତନ ସୁନା ବିଷ ଅଛି। ସେମାନେ କହନ୍ତି ପୂର୍ଣ୍ଣିମା ରାତିରେ ସେହି ନଗରର ଛାୟା ପାଣି ଉପରେ ଦେଖାଯାଏ, କିନ୍ତୁ ସାବଧାନକ ତାକୁ ଛୁଇଁବାକୁ ଚେଷ୍ଟା କଲେ ନଦୀ ତାକୁ ଚିରକାଳ ପାଇଁ ଗ୍ରାସ କରିନେବ। ତ୍ରିୟ, ଆତ୍ମାମାନଙ୍କ ଗଛ। ଦି ଟ୍ରି ଅଫ ସୋଲ୍ସ। ଜାନୁମାମି ଜାତି କହନ୍ତି ସେମାନଙ୍କ ପୂର୍ବପୁରୁଷମାନଙ୍କ ଆତ୍ମା ଏହି ଗଛରେ ବାସ କରନ୍ତି। ଏହାର ଛାଲରୁ ତିଆରି ଶୋଧ ରୋଗୀକୁ ମୃତ୍ୟୁରୁ ଫେରାଇ ଆଣିପାରେ। ତୃତୀୟ, ପଥର ନକ୍ଷତ୍ର। ଦି ଷ୍ଟୋନ୍ ମ୍ୟାପ୍। ଗୁମ୍ଫା କାନ୍ଥରେ ଖୋଦିତ ବହୁତ ପୁରାତନ ନକ୍ଷତ୍ରମାଳା। ଏହା ଏକ ହଜିଯାଇଥିବା ସଭ୍ୟତା ତିଆରି କରିଛି ବୋଲି ବିଶ୍ୱାସ, କିନ୍ତୁ ଏହାକୁ ବୁଝିବାକୁ ଚେଷ୍ଟା କଲେ ଲୋକମାନେ ଜଙ୍ଗଲରେ ହଜିଯାଆନ୍ତି। ପରେ ଚୁମ୍ବକୀୟ ପର୍ବତ। ଏଠାରେ କମ୍ପାସ ସୂଚ ପାଗଳ ଭଳି ଘୁରୁଛି। ଘଡ଼ିମାନେ ଅଟକି ଯାଆନ୍ତି। ଜିପିଏସ୍ ଫେଲ୍ ହୋଇଯାଏ। ବିଜ୍ଞାନୀମାନେ କହନ୍ତି ଏହା ଚୁମ୍ବକୀୟ ପଥର। ଆଦିବାସୀମାନେ କହନ୍ତି ଏହା ଏକ ଶକ୍ତିଶାଳୀ ଆତ୍ମାର ସୀମା। ଏବେ ସବୁଠାରୁ ବଡ଼ ରହସ୍ୟ, ପାଣି ତଳେ ନଗର। ଲାଇଡାର ଟେକ୍ନୋଲୋଜି ଆମାଜନ ନଦୀ ତଳେ ପୁରା ନଗର ଭଳି ନିର୍ମାଣ ଦେଖିଛି। ଆଦିବାସୀ କାହାଣୀରେ ମଧ୍ୟ ଏହି ବିଷୟରେ ଉଲ୍ଲେଖ ଅଛି। ବୋଧହୁଏ 1000 ବର୍ଷ ପୂର୍ବେ ସେଠାରେ ଲୋକମାନେ ବାସ କରୁଥିଲେ। ପରେ ମେଘମାନଙ୍କ ଜଙ୍ଗଲ ଅଧିକ କ୍ଲାଉଡ୍ ଫରେଷ୍ଟ। ସଦା ମେଘାଚ୍ଛନ୍ନ ରହେ। ଏଠାର ଗଛମାନେ ମାଟିରୁ ନୁହେଁ ବାୟୁରୁ ପାଣି ପିଉଛନ୍ତି। ଏଠାର ଜୀବମାନେ ବହୁତ ଅଦ୍ଭୁତ, ଅନ୍ୟ ଗ୍ରହରୁ ଆସିଛି ଭଳି ଲାଗେ। ଏବଂ ଶେଷରେ ଏକ ଜୀବ ଗିରଗିଟିଆର ମଧ୍ୟ ତାତ ହେବା ଜୀବ। ଏହା ରଙ୍ଗ ବଦଳାଇବା ସହିତ ଶରୀର ଆକାର ମଧ୍ୟ ବଦଳାଏ। ପତ୍ର ଉପରେ ବସିଲେ ଚପଟା ହୋଇଯାଏ, କାଠ ଉପରେ ହେଲେ ଗୋଲାକାର। ଆପଣଙ୍କ ଆଖି ଆଗରେ ଥାଏ କିନ୍ତୁ ଆପଣ ଦେଖିପାରିବେ ନାହିଁ। ଏବଂ ଏବେ ଏକ ଘଟଣା ଯାହା ଆପଣଙ୍କୁ କମ୍ପାଇ ଦେବ। ବର୍ଷରେ ଆମାଜନ ରିଭର ସାର୍କ ଓ ପଲ୍ ନାମକ ଏକ ତୁରିସ୍ତ ନୌକାରୁ ହାତ ବାହାର କରି ପାଣି ସହିତ ଖେଳୁଥିଲା। ଏକ ଧକ୍କା ଲାଗିଲା ଏବଂ ତାର 2 ଆଙ୍ଗୁଳି ଚାଲିଗଲା। ଆମାଜନ କେବେ ସତର୍କ କରେ ନାହିଁ, କେବଳ ଆକ୍ରମଣ କରେ। ସାଙ୍ଗମାନେ, ଆମାଜନ ପୃଥିବୀର ଶେଷ ରହସ୍ୟମୟ ସ୍ଥାନ। ଏଠାରେ ଏବେ ମଧ୍ୟ ଏହିଭଳି ଅଞ୍ଚଳ ଅଛି ଯେଉଁଠାରେ ମନୁଷ୍ୟ ନୁହେଁ ସାଟେଲାଇଟ ମଧ୍ୟ ପହଞ୍ଚି ନାହିଁ। ସେଠାରେ କେଉଁ ସଭ୍ୟତା, କେଉଁ ରାକ୍ଷସ, କେଉଁ ରହସ୍ୟ ଲୁଚି ରହିଛି ଜଣାନାହିଁ। ବୋଧହୁଏ କିଛି ରହସ୍ୟ ଭାବରେ ରହିବା ଉଚିତ। ଏହି ଜଙ୍ଗଲର ସୌନ୍ଦର୍ଯ୍ୟ ଏକ ମାୟା ଏବଂ ଏହାର ନିଶ୍ଚଳତା ଏକ ସତର୍କତା। ସାଙ୍ଗମାନେ, ଆମାଜନର ଏହି ଭୟ ସୃଷ୍ଟି କରୁଥିବା ଯାତ୍ରା ଆପଣଙ୍କୁ କିପରି ଲାଗିଲା? ଆପଣ କେବେ ଆମାଜନକୁ ଯିବାର ସାହସ କରିବେ କି? ତଳେ କମେଣ୍ଟରେ ନିଶ୍ଚିତ କହନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଆମର ଭିଡିଓମାନେ ପ୍ରଥମେ ଆପଣ ଦେଖିପାରିବେ। ଥ୍ୟାଙ୍କ ୟୁ।